ସେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ ପଢୁଥାଏ। ସେ ବୟସରେ ସ୍ୱାଧୀନତା ଦିବସ କହିଲେ ମୋ ପାଇଁ ପାଠ ପଢାରୁ ଗୋଟେ ଦିନ ଛୁଟି ଆଉ ବୋନସରେ ସେଉ ବୁନ୍ଦି। ସବୁଥର ଭଳି ସେଦିନ ମଧ୍ୟ ପ୍ରଭାତ ଫେରି ବାହାରୁଥାଏ। ଦେଶ ପାଇଁ ଅନେକ ନାରା ଲଗାଇବା ଭିତରେ ଆମେ ଅନୁଭବ କରୁଥିଲୁ ଯେମିତି ଆମେ ହିଁ ଗୋଟେ ଗୋଟେ ସ୍ୱାଧୀନତା ସଂଗ୍ରାମୀ। ସାଙ୍ଗମାନଙ୍କ ଭିତରେ ଚରିତ୍ର ବଣ୍ଟା ହୁଏ। କିଏ ନିଜକୁ ଗାନ୍ଧୀ କୁହେ ତ କିଏ ସୁଭାଷ ବୋଷ, କିଏ ରକ୍ତ ମାଗେ ତ କିଏ ଇନକଲାବର ନାରା ଦିଏ। ତୁଳସୀପୁର ସ୍କୁଲରୁ ବାହାରି ହରିଣ ପାର୍କ ଦେଇ ଗୋଟେ ଠ ବୁଲିକି ଆସିଲା ଭିତରେ ଆମକୁ ଲାଗେ ଯେମିତି ଭାରତ ଛାଡ ଆନ୍ଦୋଳନ ସହ ଆମେ ଜଡିତ। ସେଇ ଜୋଶରେ ଆଗକୁ ବଢିଲା ଭିତରେ ମୋ ନଜର ପଡେ ଗୋଟେ ମା ଆଉ ଛୁଆ ଉପରେ। କୋଉ ଦିନର ମସିଆ ଚିରା ପୋଷାକକୁ ନୁଖୁରା ବାଳ। ସେ ପିଲାଙ୍କୁ ପତକା ମାଗୁଥାଏ, ହେଲେ କେହି ଦଉନଥାନ୍ତି। ମହାନ୍ତି ସାର୍ ସେ ପିଲାକୁ କହିଲେ କି ଗୋଟେ କାମ କର, କାଲିଠୁ ସ୍କୁଲ ଆସେ, ତତେ ବି ପତକା ଦିଆଯିବ। ଆମ ଟୋଲି ଆଗକୁ ବଢିବା ଭିତରେ ଶେଷ ଧାଡିରେ ଯାଉଥିବା ମୁଁ ତା ହାତକୁ ପତକା ବଢେଇ କହିଲି ଜୟ ହିନ୍ଦ। ସେ ଖୁସିରେ ମୋ ହାତରୁ ପତକା ନେଇ ଉଡେଇବାର ଲାଗିଲା। ମତେ ଲାଗୁଥିଲା ଯେମିତି ମୋ ଆଖି ଆଗରେ ଦେଶ ସ୍ୱାଧୀନ ହଉଥିଲା। ମୁଁ ପଛକୁ ବୁଲି ବାରମ୍ବାର ଚାହୁଁଥାଏ। ହଠାତ୍ ସେ ପିଲା ପତାକାକୁ ଉଡେଇ ଉଡେଇ ଫିଙ୍ଗିଦେଲା ଦୂରକୁ ଆଉ ତା ମା ସହ ଚାଲିଗଲା। ଯେମିତି ଦେଶ ସହ ତାର କିଛି ସମ୍ପର୍କ ହିଁ ନଥିଲା। ମୁଁ ପଛକୁ ଫେରି ବି ପାରୁନଥିଲି। ହେଲେ ମହାନ୍ତି ସାର୍ ନିଜେ ଗଲେ ଆଉ ସେ ପତାକାକୁ ଉଠେଇକି ଆଣିଲେ। ତା ପରଦିନ କ୍ଲାସରେ ମତେ କହିଲେ ଯେ ଗରିବଙ୍କୁ ଦାନରେ କେବଳ ଶିକ୍ଷା ହିଁ ଦିଆଯାଇପାରେ, ତା ବ୍ୟତିରେକ ଅନ୍ୟ ସମସ୍ତ ଦାନ ସମୟ ଭିତରେ ସୀମିତ ହେଇଯାଏ। ସ୍ୱାଧୀନତା ଦାନରେ ମିଳେନି। ଆଉ ଏ ଅନୁଭବ ନଥିଲେ ଆନ୍ତରିକତା ଆସେନି ଦେଶ ପାଇଁ।